ସେଇ ଜଙ୍ଗଲରେ ଗୋଟେ ଛୋଟ ଜୀବ ଠେକୁଆ ରହୁଥିଲା। ଆଡେ କୁଞ୍ଚା ମା ସେଠି ବସୁ ହବ ଆଉ ବସ ଏ ସିଂହ ରହୁଥିଲା ଗୋଟେ ଚତୁର ଠେକୁଆ ବି ସେ ଜଙ୍ଗଲରେ ରହୁଥିଲା। ଦିନେ ସିଂହଟା ବୁଲୁଥିଲା ଚତୁର ବହୁତ ଠେକୁଆ ତ ବହୁତ ଚତୁର ଡେଡି ଆସିଲା ଆସି ଦେଖିଲା ସିଂହ ହାତରେ ସେ ପଡ଼ିଗଲା। ସେ କହିଲା ଆରେ ଠେକୁଆ ତୁ ଆଜି ନା କଣ ହେଲା କି ମହାରାଜ ଆପଣ ମତେ କିଛି ଆପଣ ମୋ କଥା କିଛି କହିବା ପାଇଁ ଚାହୁଁଛନ୍ତି କି? ନା ଠିକ ଅଛି ଆଜି ତ ମୁଁ ଖାଇସାରିଛି କାଲିକି ତୁ ଆ ମତେ ମୁଁ କାଲି ଖାଇବି। ଆଜି ମୋ ପେଟ ବହୁତ ଫୁଲ ଅଛି ମୁଁ କାଲିକି ଆସିବି ମୁଁ ତତେ ଖାଇବି। ତ ଠେକୁଆଟି ପଳେଇ ଗଲା ସେଦିନ। ତା ପରଦିନ ଆସିଲା ଆସିକି ସିଂହ ଡାକିଥିଲେ ସେଇ ବାଟେ ଗଲାବେଳେ ଗୋଟେ ନଳକୂପ ପଡ଼ିଲା। ଠେକୁଆଟି ନଳକୂପ ପଡ଼ିଲା ଯେତେବେଳେ ତା ପ୍ରତିବିମ୍ବ ଦେଖିଲା ପାଣିରେ ତାକୁ ଗୋଟେ ବୁଦ୍ଧି ପାଞ୍ଚି କହିଲା ଆଜି ସିଂହକୁ ଯେମିତି ହେଲେ ମାରିବି। ଯାଇ ଗଲା ଯାଇକି ପହଞ୍ଚିଗଲା ସିଂହ ପାଖରେ। ସିଂହ କହିଲା ଗର୍ଜନ କରିକି ଆରେ ଠେକୁଆ ତତେ କହିଥିଲି କେତେବେଳେ ଆସିବାକୁ ତୁ ଆସିଲୁ କେତେବେଳେ? ରାଗିଗଲା ସିଂହ ତାକୁ ସବୁ ଠେକୁଆଟି ନିରବରେ କହିଲା ମହାରାଜ ମୁଁ କଣ କରିବି ବାଟରେ ଆସୁ ଆସୁ ଆଉ ଗୋଟେ ସିଂହର ଦେଖା ହେଲା ମୋ ସହ। ସେ ମତେ କହିଲା କି ମୁଁ ଖାଇବି। ମୁଁ ଯେତେବେଳେ ଆପଣଙ୍କ ନାଁ କହିଲି ସେ ଆହୁରି ରାଗିଗଲା ମତେ ଗୁଡାଇଲା। ସେଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି ମତେ ରକ୍ଷା କର। କହିଲା ତତେ କୋଉଠି କିଏ ସିଂହ ଖାଇବାକୁ କହିଛି ନା ମୋ ପା ମତେ ନେଇଗଲୁ ସେଇ ସିଂହ ପାଖକୁ। ସେ କଣ କରିବ ନା ଠେକୁଆଟା ସେଇ ନଳକୂପ ପାଖକୁ ନେଇଯିବ। ସେ କହିବ ଆରେ ଏଟା ତ ନଳକୂପରେ ସିଂହ କୋଉଠୁ ଆଇଲା? ନା ମହାରାଜ ଟିକେ ତଳକୁ ଯାଆନ୍ତୁ ଦେଖିବେ ସିଂହ ଅଛି। ଯେତେବେଳେ ସିଂହ ତଳକୁ ଯାଇବ ତା ପ୍ରତିବିମ୍ବଟା ଆସିବ ନା ନାହିଁ? ସିଂହ ବି ତ ପଳେଇବ ସେପଟରୁ ବି ଧ୍ୱନି ଆସିବ ନା ନାହିଁ? ସିଂହ ପାଟି କଲେ ସିଂହ ରାଗିଯିବ ରାଗିକି ସେଇ ନଳକୂପ ଭିତରକୁ ଡେଇଁ ପଡ଼ିଲେ ତାକୁ ଆଉ ଉଠେଇ ପାରିବେନି କେହି ତେଣୁ ସେ ମରିଯିବ। ଠେକୁଆଟି ଚାଲାକ ଥିଲା ବୋଲିକି ସିଂହ ପାଖରେ ପହଞ୍ଚିଗଲା ନା ନାହିଁ? ଗପରେ କଣ ଶିକ୍ଷା ସବୁବେଳେ ଚତୁର ରହିବା।